ତିରିଡାଠାରେ ମା ଗ୍ରାମଦେବୀଙ୍କ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ସହ ବିଶ୍ୱ ଶାନ୍ତି ମହାଯଜ୍ଞ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ ଅନ୍ତର୍ଗତ ତିରିଡାଠାରେ ଚାଲିଛି ମା ଗ୍ରାମଦେବୀଙ୍କ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ବିଶ୍ୱ ଶାନ୍ତି ମହାଯଜ୍ଞ। ଗତ 22 ତାରିଖରେ କଳସ ଯାତ୍ରା ସହ ଦୀକ୍ଷା ଗ୍ରହଣ ଅଙ୍କୁରୋପଣ ସହ ନାମଯଜ୍ଞ ଅଧିବାସ ଆରମ୍ଭ ହୋଇଥିଲା। 23 ତାରିଖରେ ପ୍ରତିଷ୍ଠା କର୍ମ ଆରମ୍ଭ ହୋଇ ରତ୍ନମୋଦ ଶାଲା ସଂସ୍କାର ସୂର୍ଯ୍ୟପୂଜା ପ୍ରସାଦ ଅଧିବାସ କର୍ମ ଦେବତା ଆହ୍ୱାନ ଶାଲା ପୂଜା ଅଗ୍ନି ସଂସ୍କାର ରାତିରେ ଦେବତା ଧନ୍ୟାଦିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ରାତିରେ ପ୍ରାଣ ପ୍ରତିଷ୍ଠା ପରେ ଗତକାଲି ମନ୍ଦିର ପ୍ରବେଶ ସହ ଦେବତା ସିଂହାସନ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚମହାଯଜ୍ଞ ତଥା ନାମଯଜ୍ଞ ଘୃତଯଜ୍ଞ ଅନ୍ନଯଜ୍ଞ ଜ୍ଞାନଯଜ୍ଞ ଓ ଗୋଯଜ୍ଞ ବେଶ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ କୋଦଳା ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ସହ ପୂର୍ବତନ କୋଦଳ ନଗରପାଳିକା ସୁନିତା ପ୍ରଭା ସାହୁ ବହୁ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ଏବଂ ଯାଜ୍ଞକ ପଣ୍ଡିତ ପ୍ରଚାରକ ଓ ଅନ୍ୟାନ୍ୟ ବିଦ୍ୱାନ ପୁରୋହିତଙ୍କ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହେଉଛି ବିଶ୍ୱ ଶାନ୍ତି ମହାଯଜ୍ଞ। ମନୋରଞ୍ଜନ ପାଇଁ ମୀନା ବଜାର ସହ ରାମଦୋଳି ଅନ୍ୟାନ୍ୟ ଦୋଳି ମୁଖ୍ୟ ଆକର୍ଷଣ ପାଲଟିଛି। ସ୍ଥାନୀୟ ଆସାମ ରାଜି ଆଶ୍ରମରେ ଚାଲିଥିବା ଜ୍ଞାନଯଜ୍ଞ ଓ ଗୋଯଜ୍ଞ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଗୁରୁବାର ନୂତନ 2 ନାମ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି ଏବଂ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱ ଶାନ୍ତି ଯଜ୍ଞରେ ଗ୍ରାମ୍ୟ କମିଟି ସହ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି। ଗଞ୍ଜାମ ଜିଲ୍ଲାରୁ ଶିପ୍ରା ପଟ୍ଟନାୟକଙ୍କ ରିପୋର୍ଟ, ଚତୁର୍ଥ ସ୍ତମ୍ଭ ନ୍ୟୁଜ୍।